ଯଦି ଆପଣ ଟଏଲେଟ୍ର ସ୍ୱପ୍ନ ଦେଖିବେ ତାହେଲେ ଶୁଭ ସୂଚନା। ତେଣୁ ଆପଣ ନାଗସାପ ଦଂଶନଙ୍କର ସ୍ୱପ୍ନ ଦେଖିବେ ତାହେଲେ ଶୁଭ ସୂଚନା ନୁହେଁ। କିନ୍ତୁ ନାଗସାପକୁ ସ୍ୱପ୍ନ ଦେଖିଲେ ପୂଜା କରି ସ୍ୱପ୍ନ ତାହା ଶୁଭପ୍ରଦ। ନମସ୍କାର, ମୁଁ ଜ୍ୟୋତିର୍ବିଦ ପଣ୍ଡିତ ଜୟନ୍ତ କୁମାର ସାହୁ, ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନ ଶ୍ରୀ ସଦାଶିବ କ୍ୟାମ୍ପସ୍ ପୁରୀଠାରୁ ଜ୍ୟୋତିଷଶାସ୍ତ୍ର ଅଧ୍ୟୟନ କରିଅଛି। ମୁଁ ବର୍ତ୍ତମାନ କହିବି ଆପଣଙ୍କୁ ସ୍ୱପ୍ନ ଦେଶ ଉପରେ। ସ୍ୱପ୍ନ କ'ଣ? ସ୍ୱପ୍ନ ହେଉଛି ବାସ୍ତବ ଆଉ ଚିନ୍ତନ। ବାସ୍ତବ ସ୍ୱପ୍ନ କ'ଣ ନା ଆପଣ ଯଦି ଡିପ୍ରେସନରେ ରହିବେ, ଗାଢ଼ ନିଦ୍ରାରେ ରହିବେ, ପ୍ରତ୍ୟେକ ବ୍ୟକ୍ତି ସ୍ୱପ୍ନ ଦେଖିଥାନ୍ତି। ରାତ୍ର ସମୟରେ ସ୍ୱପ୍ନ ଆସେ। ଚିନ୍ତନ ସ୍ୱପ୍ନ କ'ଣ? ଯେଉଁ କିଛି ଚିନ୍ତା କରୁଥିବେ ସେଇ ବିଷୟରେ ମଧ୍ୟ ଆପଣ ସ୍ୱପ୍ନ ଦେଖିବେ। ଇଏ ହେଲା ବାସ୍ତବ ଚିନ୍ତନ ସ୍ୱପ୍ନ। ତାପରେ ଆଉ ଗୋଟିଏ କିଛି ଅଘଟଣ ଘଟିଥିବ ଯଦି ଆମର ଯେଉଁ ଥାର୍ଡ଼ ଆଇ ଅଛି, ଚକ୍ର ଅଛି, ଥାର୍ଡ଼ ଆଇ କମାଣ୍ଡ ଦିଏ କିଛି ଅଘଟଣକୁ। ବାସ୍ତବ ଚିନ୍ତନ ସ୍ୱପ୍ନ ସବୁବେଳେ ମନେ ରହେ ନାହିଁ। ଚିନ୍ତନ ଯଦି ଆମର ଯଦି ଥାର୍ଡ଼ ଆଇ ଯେଉଁଟା କମାଣ୍ଡ ଦିଏ ସ୍ୱପ୍ନ ବେସିକାଲି ରାତି 3ଟା 4ଟା ପ୍ରହରରେ ଆସିବ। ଏ ସମୟରେ କିଛି ବିପଦର ଆଶଙ୍କା ଥିଲେ ସ୍ୱପ୍ନ ଦୋଷ ହୋଇଥାଏ। ପ୍ରଥମେ ବାସ୍ତବ ସ୍ୱପ୍ନ କ'ଣ? ସ୍ୱପ୍ନ କେତେବେଳେ ଦେଖିବେ ଯେ ମାନସିକ ଚିନ୍ତାଗ୍ରସ୍ତ ରହିଲେ, ଅତ୍ୟନ୍ତ ଗାଢ଼ ନିଦ୍ରା ରହିଲେ, ତାହେଲେ ସ୍ୱପ୍ନ ଅଟୋମେଟିକାଲି ଆସେ। ଯେଉଁଗୁଡ଼ାକ ଆପଣ ପାରିପାର୍ଶ୍ୱରେ ଘଟି ଯାଉଥିବ, ଯାହା ଘଟିଥିବ ମନ ଚିନ୍ତା କରୁଥିବେ ସେଇଗୁଡ଼ାକ ଆପଣ ସ୍ୱପ୍ନ ଦେଖିବେ। ବେଳେବେଳେ ଏକାଧିକ ଡିପ୍ରେସନ୍ ରହିଲେ ଆପଣଙ୍କ ପାଷ୍ଟ ଲାଇଫ୍ ଗୁଡ଼ାକ ମନେ ପଡ଼େ, ପାଷ୍ଟ ସାଙ୍ଗସାଥୀଙ୍କ ବିଷୟରେ ଟିକେ କିଛିଟା ସମ୍ୟକ ସୂଚନା ଦିଏ। ଏ ସ୍ୱପ୍ନ ଦେଇ ଆସେ, ଏହା କୌଣସି କ୍ଷତିକାରକ ହୋଇନଥାଏ। ଯଦି ଆମର 3ଟାରୁ 4ଟା ପ୍ରହର ମଧ୍ୟରେ ଆମର ଯେଉଁ ବ୍ରାହ୍ମ ମୁହୂର୍ତ୍ତ କୁହାଯାଏ, ବ୍ରାହ୍ମ ମୁହୂର୍ତ୍ତ ପୂର୍ବରୁ 2 ଦଣ୍ଡ ପୂର୍ବରୁ ଯଦି ସ୍ୱପ୍ନ ଆସେ, ଆପଣ ଥାର୍ଡ଼ ହିଁ କମାଣ୍ଡ ଦେବେ। ଭବିଷ୍ୟତରେ କୌଣସି ଅଗ୍ନି ଜଳୁଥିବାର, ଶ୍ମଶାନ ଭୂମି କିମ୍ବା କୌଣସି ଅଘଟଣ, ମାଲ୍ୟବନ୍ତ କ୍ଷେତ୍ର ଦେଖିଲେ ତାହା ସମ୍ୟକ ବିପଦର ସୂଚନା ମିଳେ। ସାର୍, ବିଭିନ୍ନ ସ୍ୱପ୍ନ କଥା କୁହାଯାଏ, ଯେମିତିକି ସ୍ୱପ୍ନରେ କିଛି ଆନିମାଲ୍ସ ଦେଖିବା କଥା, ସ୍ୱପ୍ନରେ କିଛି ବାର୍ଡସ୍ ଦେଖିବା କଥା, ଯାହାର ଭିନ୍ନ ଭିନ୍ନ ମାନେ ଅର୍ଥ ରହିଛି ବୋଲି କୁହାଯାଏ। ହଁ, ରହିଛି। ଏବେ ନିହାତି ଭାବେ କିଛି ଆମେ ଜାଣିବାକୁ ଚାହିଁବୁ। ଆପଣ ସ୍ୱପ୍ନରେ ଦେଖିବେ, ଡାକ୍ତରଖାନା ସ୍ୱପ୍ନ ଦେଖିବେ, ହସ୍ପିଟାଲର ସ୍ୱପ୍ନ ଦେଖିବେ, କି କୌଣସି ମୃତ ବ୍ୟକ୍ତିଙ୍କ ସ୍ୱପ୍ନ ଦେଖିବେ, ଏହା ଶୁଭ ସୂଚନା ନୁହେଁ। ଯଦି ଆପଣ ଟଏଲେଟ୍ର ସ୍ୱପ୍ନ ଦେଖିବେ ତାହେଲେ ଶୁଭ ସୂଚନା। ତେଣୁ ଆପଣ ନାଗସାପ ଦଂଶନଙ୍କର ସ୍ୱପ୍ନ ଦେଖିବେ ତାହେଲେ ଶୁଭ ସୂଚନା ନୁହେଁ। କିନ୍ତୁ ନାଗସାପକୁ ସ୍ୱପ୍ନ ଦେଖିଲେ ପୂଜା କରି ସ୍ୱପ୍ନ ତାହା ଶୁଭପ୍ରଦ। ଯଦି ଦେବତାଙ୍କୁ ସ୍ୱପ୍ନ ଦେଖିଲେ ତାହା ଅତ୍ୟନ୍ତ ଶୁଭପ୍ରଦ। ଯଦି ଆପଣଙ୍କର ପୂର୍ବଜମାନଙ୍କୁ ସ୍ୱପ୍ନ ଦେଖିଲେ ତାହା ମଧ୍ୟ ଶୁଭପ୍ରଦ। ଯଦି କୌଣସି ଜୀବିତ ବ୍ୟକ୍ତିଙ୍କର ତାଙ୍କର ଯଦି ଶ୍ମଶାନରେ ଅଗ୍ନି ଜଳୁଥିବାର ଦେଖିଲେ ତାଙ୍କର ମୃତ୍ୟୁର ଆଶଙ୍କା ଥାଏ। ଏବଂ ପକ୍ଷୀ ସ୍ୱପ୍ନ ଦେଖିଲେ, ଆପଣ ଯଦି କାକ ସ୍ୱପ୍ନ ଦେଖୁଛନ୍ତି ତାହେଲେ ଶୁଭ ନୁହେଁ। ଯଦି ଆପଣ ଶୁଭ ପାରା ହୁଅନ୍ତୁ, ଆପଣ ବଣି ହୁଅନ୍ତୁ, ଶୁଆ ହୁଅନ୍ତୁ, ଏମାନଙ୍କ ସ୍ୱପ୍ନ ଦେଖିଲେ ତାହା ଶୁଭପ୍ରଦ। ଯଦି କାକ ସ୍ୱପ୍ନ, କାଉର ସ୍ୱପ୍ନ, ଚିଲ, ଶାଗୁଣା, ଅଶୁଭ ପକ୍ଷୀମାନଙ୍କ ସ୍ୱପ୍ନ ଦେଖିଲେ ତାହା ଅଶୁଭ ହୋଇଥାଏ। ଆଜ୍ଞା ସାର୍, ସେଇଭଳି ଭାବରେ କୁହାଯାଏ ଯେ ଯଦି ଆମେ ସ୍ୱପ୍ନରେ ଅଲଗା ପଶୁ କିଛି ଦେଖୁଛୁ, କାକ ସ୍ୱପ୍ନ ଦେଖୁଛୁ, ଆପଣ ଯଦି ସ୍ୱପ୍ନରେ ଦେଖିବେ ହିଂସ୍ର ଜନ୍ତୁମାନ ସ୍ୱପ୍ନ ଦେଖିବେ ତାହେଲେ ଏହା ଶୁଭପ୍ରଦ ହୋଇନଥାଏ। କୌଣସି ବଡ଼ ଗ୍ରହର, ବିଶେଷକରି ମଙ୍ଗଳ ରାହୁଙ୍କ ପ୍ରଭାବରେ ହିଂସ୍ର ଜନ୍ତୁମାନ ସ୍ୱପ୍ନ ଦେଖିଲେ ସେ ଗ୍ରହର ଦଶା ମାଡ଼ି ଆସେ। ତେଣୁ କାକ ସ୍ୱପ୍ନ ଦେଖିବେ ଶନି ଦଶା ମାଡ଼ି ଆସେ। ଯଦି ଆପଣ ଦେବତାଙ୍କ ସ୍ୱପ୍ନ ଦେଖିଲେ ତାହା ଆପଣଙ୍କର ଗ୍ରହରିଷ୍ଟ ଖଣ୍ଡନ ହେବାର ସୂଚନା ମିଳେ। ଆଜ୍ଞା ସାର୍, କେଉଁ ସ୍ୱପ୍ନରୁ ଆମେ ଧନ ପ୍ରାପ୍ତି ବିଷୟରେ କୌଣସି ସଂକେତ ପାଇଥାଉ? ଆପଣ ଯଦି ସ୍ୱପ୍ନ ଦେଖିଲା ବେଳେ ପ୍ରଭାତ ସମୟରେ ପୂଜା କରୁଥିବା ସମୟରେ ଦେଖିବେ, କୌଣସି ସଧବା ନାରୀଙ୍କୁ ଯଦି ସ୍ୱପ୍ନ ଦେଖିବେ ତାହେଲେ ଧନ ପ୍ରାପ୍ତିର ସୂଚନା ମିଳେ। ଆଜ୍ଞା ସାର୍, ଶୁଭଙ୍କର ସ୍ୱପ୍ନ ଆମେ କାହାକୁ କହିପାରିବା? ଏସବୁ ଶୁଭଙ୍କର ଜିନିଷର ଦେଇଥାଏ ସଂକେତ। ଆପଣ ଦେବତା ସ୍ୱପ୍ନ ଦେଖିପାରିବେ, ଶୁଭ। ସର୍ପ ସ୍ୱପ୍ନ ଦେଖିଲେ ଶୁଭ, ସର୍ପ ଦଂଶନ ଦେଖିଲେ ଅଶୁଭ। କୌଣସି ବିଧବା ନାରୀକୁ ଦେଖିଲେ ଅଶୁଭ, ସଧବା ନାରୀ ଦେଖିଲେ ଶୁଭ, ଅତ୍ୟନ୍ତ ଶୁଭ ହୋଇଥାଏ। ଆପଣ କାକ ସ୍ୱପ୍ନ ଦେଖିଲେ ତାହେଲେ ଅଶୁଭ ହୋଇଥାଏ। ପାରା ସ୍ୱପ୍ନ ହେଉ, ଶୁଆ ସ୍ୱପ୍ନ ହେଉ, ବଣି ସ୍ୱପ୍ନ ହେଉ, କିନ୍ତୁ ଶୁଭ ପକ୍ଷୀମାନଙ୍କ ସ୍ୱପ୍ନ ହେଉ ଏହା ଶୁଭ ହୋଇଥାଏ। କୁକୁରକୁ ସ୍ୱପ୍ନ ଦେଖିଲେ ମଧ୍ୟ ଏହା ଅଶୁଭ ହୋଇଥାଏ। ଯଦି ଅଶୁଭ ସ୍ୱପ୍ନ ଦେଖିଲେ ଦେବଙ୍କ ବ୍ରାହ୍ମଣ ଦ୍ୱାରା ଯେଉଁମାନେ ଶୋଧକିଆ କର୍ମ କରନ୍ତି, ସେହି ବ୍ରାହ୍ମଣଙ୍କୁ
रीतिनीति पूर्वक दान कले किछटा खंडन होता है। एवं जो जी अशुभ स्वप्न देखिले धर उदाहरण स्वरूप यदि आप नाग दंशन कर स्वप्न देखुंत शिव को जल अर्पण करूँ, शिव को जल लाई करूँ, से स्वप्न दोष खंडन हो। यदि मालिम द्वारा स्वप्न देखुंत कौन रक्षक बाहिनी पुलिस स्वप्न देखुं ताले आगु किसी विपद माड़ी से सूचना मिले से आपने शक्ति की पूजा करूँ। यदि आपने कौन चिल सागुना किंबा काकर स्वप्न देखुंत ताले आपने रुद्राभिषेक पूजा कराई पारे। आ स्वप्न सब स्वप्न होता है, बहुत कम समय आप 3टा 4टा स्वप्न आसे, प्राय स्वप्न गाढ़ निदा 1 2टा 3टा भितर आसे। से स्वप्न गुड़ा बहुत भूली जाती, जो स्वप्न भूली जाती ताहले कौन क्षतिकारक हो न थाए एवं गाढ़ निदा चिंता डिप्रेशन दूरे जीवे, स्वप्न कमिज। आ बारंबार स्वप्न देखिले न्यूरोलॉजिकल प्रॉब्लम अराइज होबार संभावना रही। कौन मानसिक दुश्चिंता हेले मानसिक रोग होबार संभावना रही।